ନମସ୍କାର ଅଲ୍ ଇନ୍ ୱାନ୍ ଷ୍ଟଡି ୱିଥ୍ ସମିତା ଚ୍ୟାନେଲରେ ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଶିଶୁ ଭାଇ ଭଉଣୀମାନଙ୍କୁ ଆଜିର ଏହି ବିଜ୍ଞାନ କାଳାଂଶକୁ ସ୍ୱାଗତ। ତ ପିଲାମାନେ, ଆଜି ଆମେ ଏହି ଭିଡିଓ ମାଧ୍ୟମରେ ଉଦ୍ଭିଦ ଓ ପ୍ରାଣୀ, ଉଦ୍ଭିଦର ବିଭିନ୍ନ ଅଂଶ ଓ ତାହାର କାର୍ଯ୍ୟ ସମ୍ପର୍କରେ ପଢିବା। ତ ମତେ ପ୍ରଥମେ କୁହ, ଆଜିରୁ ତ ଆମର ସ୍କୁଲ ଛୁଟି ଦିଆଗଲା, ତ ତୁମେ ମାନେ ଘରେ ପାଠ ପଢୁଛ ନା ନାଇଁ? ଯୋଉମାନେ ପଢୁଛ ତ ଠିକ ଅଛି, ଭଲ କଥା, କୋଚିଂ ବି ଯାଉଥିବ। ଯୋଉମାନେ ପାଠ ପଢୁନାହଁ ତେବେ ଆଜିଠାରୁ ପଢା ଷ୍ଟାର୍ଟ କରିଦିଅ, କାରଣ ତୁମର ଏଇ ଛୁଟି ପରେ ପରେ କିଛି ଦିନ କ୍ଲାସ ହେବ ଆଉ ତାପରେ ତମର ପରୀକ୍ଷା ଷ୍ଟାର୍ଟ ହେଇଯିବ, ପ୍ରଥମ ଏକ, ବୁଝିଲ। ତ ମୁଁ ଅନଲାଇନ ମାଧ୍ୟମରେ ମୋର ଗୋଟେ ଛୋଟିଆ ପ୍ରୟାସ କି ମୁଁ ତୁମକୁ ଅନଲାଇନ ମାଧ୍ୟମରେ ଯାହା ପଢାଇବି ଆଶା କରୁଛି କି ତୁମେ କିଛି ଉପକୃତ ହୋଇପାରିବ। ତେଣୁ କରିକି ଚାଲ ଏବେ ଆଉ ଡେରି ନ କରି ବିଷୟବସ୍ତୁକୁ ଆରମ୍ଭ କରିବା। ଭିଡିଓଟିକୁ ସ୍କିପ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ଉଦ୍ଭିଦ ଓ ପ୍ରାଣୀ। ଆମ ପରିବେଶରେ ଅନେକ ପ୍ରକାର ଜୀବ ଅଛନ୍ତି। ତୁମେ ଜାଣିଛ ଜୀବ ମାନେ କଣ? ତୁମେ ବୁଝିପାରୁଛ ନା ନାଇଁ? ଜୀବ କହିଲେ ଯେଉଁମାନଙ୍କର ଜୀବନ ଅଛି ସେମାନଙ୍କୁ ଆମେ ଜୀବ କହିବା, ଯେଉଁମାନଙ୍କର ଜୀବନ ନାହିଁ ସେମାନଙ୍କୁ ଆମେ ନିର୍ଜୀବ କହିବା, ବୁଝିପାରିଲ। ସେଇ ଜୀବ ମାନଙ୍କ ଭିତରୁ କେତେକ ଉଦ୍ଭିଦ ଅଛନ୍ତି ଆଉ କେତେକ ପ୍ରାଣୀ ମଧ୍ୟ ଅଛନ୍ତି। ପ୍ରାଣୀ ମାନେ ପ୍ରାୟ ସମସ୍ତ ଜୀବର ଲକ୍ଷଣ ଦେଖାଇଥାନ୍ତି, କି ଯେମିତି ଜୀବ ମାନେ କଣ କରିଥାନ୍ତି ନା ସେମାନେ ଖାଦ୍ୟ ଖାଇଥାନ୍ତି, ଛୋଟରୁ ବଡ ହୋଇପାରିଥାନ୍ତି, ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି, ଅର୍ଥାତ୍ ସେମାନେ ଚଳପ୍ରଚଳ କରିପାରନ୍ତି, ସେମାନେ ବଂଶ ବୃଦ୍ଧି କରିଥାନ୍ତି, ଶ୍ୱାସକ୍ରିୟା କରିଥାନ୍ତି, ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଥାନ୍ତି। ବଂଶ ବୃଦ୍ଧି କରିଥାନ୍ତି କଣ ବୁଝିପାରୁଛ? ମାନେ ଯେମିତି କି ଗୋଟେ କୁକୁଡ଼ା ଅଣ୍ଡା ଦେଲା, ମାନେ ସେ ଅଣ୍ଡା ଦେହରୁ ତାପରେ ଗୋଟେ ଛୋଟ କୁକୁଡ଼ା ହବ, ମାନେ ଛୋଟ କୁକୁଡ଼ା ଧୀରେ ଧୀରେ କଣ ହବ ନା ବଢିବ, ବଢିକିରି ଗୋଟେ ବଡ କୁକୁଡ଼ା ହେଇଯିବ। ପୁଣି ଥରେ ସେ ବଡ କୁକୁଡ଼ା ଆସିବ, ବଡ କୁକୁଡ଼ା ଧୀରେ ଧୀରେ ବଡ ହେଇସାରିଲା ପରେ ସେ କଣ ହବ ନା ସେ ପୁଣି ଥରେ ଅଣ୍ଡା ଦବ, ପୁଣି ଥରେ ସେ ଅଣ୍ଡାର ଛୁଆ ହବ, ଏଇ ଟାଇପର। ଆଉ ଯେମିତି ଗୋଟେ ମଞ୍ଜିରୁ ଯେତେବେଳେ ଛୋଟ ଗଛଟିଏ ବାହାରିବ, ଛୋଟ ଗଛଟା ଧୀରେ ଧୀରେ ବଡ ଗଛରେ ପରିଣତ ହବ, ସେ ପୁଣି ଥରେ ଫୁଲ ଦବ, ପୁଣି ଥରେ ଫଳ ଦବ, ସେ ଫଳରେ ପୁଣି ମଞ୍ଜି ସୃଷ୍ଟି ହେଇଥିବ, ତାପରେ ପୁଣି ବି ସେ ନୂଆ ଗଛ ସୃଷ୍ଟି ହେଇପାରିବ। ଯେମିତି କି ଗୋଟେ ଧରିନିଅ ଗୋଟେ ଗୋଲାପ ଗଛ, ତାକୁ ଡାହିକି ଆଣୁଛେ, ଆମେ କଣ କରୁଛେ ନା ଦଉଛେ, ପୋତି ଦେଲା ପରେ ଏଥିରୁ ବି ଗୋଟେ ନୂଆ ଗୋଲାପ ଗଛଟେ ସୃଷ୍ଟି ହେଇପାରୁଛି ନା ନାଇଁ, ବୁଝିଲ। ସେହିପରି ଆମର ବଂଶ ବିସ୍ତାର ଅଙ୍ଗୀୟ, ଲିଙ୍ଗୀୟ, ଅଲିଙ୍ଗୀ ଏଇ ପ୍ରକାରରେ ହୋଇଥାଏ, ବୁଝିଲ। ଏଟାକୁ ତ ତମେ ମାନେ ବଡ ହେଲା ପରେ ଜାଣିବ। ତ ଏବେ ବଂଶ ବିସ୍ତାର କଣ, ବଂଶ ବୃଦ୍ଧି କଣ ବୁଝିପାରିଲ ନା ନାଇଁ? ମାନେ ଗୋଟିଏ ଜୀବ କଣ କରିବ, ଆହୁରି ମାନେ ସେ ଗୋଟିଏ ଜୀବ ପାଖରୁ ଆହୁରି ଜୀବ ସୃଷ୍ଟି ହେଇପାରୁଥିବ, ସେଇଟା ହଉଛି ବଂଶ ବୃଦ୍ଧି। ଶ୍ୱାସକ୍ରିୟା କରିପାରନ୍ତି, ମାନେ ଶ୍ୱାସକ୍ରିୟା ମାନେ ସେମାନେ ପ୍ରଶ୍ୱାସ ନେଇଥାନ୍ତି ଆଉ ନିଶ୍ୱାସ ଛାଡିଥାନ୍ତି। ପ୍ରଶ୍ୱାସ ନିଶ୍ୱାସ କଣ ବୁଝିପାରୁଛ ନା ନାଇଁ? ଯେଉଁ ବାୟୁକୁ ଆମେ ଅମ୍ଳଜାନ ଆକାରରେ ଯେଉଁ ବାୟୁ ଆମେ ଭିତରକୁ ନଉଛେ ସେଟା ହଉଛି ପ୍ରଶ୍ୱାସ, ଯେଉଁ ବାୟୁକୁ ଆମେ ଛାଡୁଛେ ସେଟା ହଉଛି ନିଶ୍ୱାସ। ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ଯେମିତିକି ଲାଜକୁଳି ଲତା ଦେଖିଛ? ଯଦି ଲାଜକୁଳି ଲତା ଦେଖିନାହଁ, ତୁମ ଘରେ ପଚାରିବ, ବାବା ମାଙ୍କୁ ପଚାରିବ, ନହେଲେ ଜେଜେମାଙ୍କୁ ପଚାରିବ, ଦେଖିବ ତୁମ ଆଖପାଖରେ ଯଦି କିଛି ଲାଜକୁଳି ଲତା ଥାଏ ତୁମେ ତାଙ୍କ ସହିତ ଯାଇକି ଦେଖିପାରିବ। ତାଙ୍କୁ ଛୁଇଁବା ଦ୍ଵାରା ସେ କଣ ହୁଏ ନା ଏମିତି ଜାକି ହେଇଯାଏ। ସେମିତି ଚାକୁଣ୍ଡା ପତ୍ର ଦେଖିଥିବ ସବୁ, ଚାକୁଣ୍ଡା ପତ୍ର କଣ ହୁଏ ନା ସୂର୍ଯ୍ୟାସ୍ତ ହେଲେ ସେ କଣ ହୁଏ ନା ପୁଣି ଥରେ ଏମିତି ବୁଜି ହେଇଯାଏ, ବୁଝିଲ। ତାପରେ ତେଲୁଣି ପୋକ ଯାଉଥିବ, ତେଲୁଣି ପୋକ ଏମିତି ଆମେ ଛୁଇଁଦବା ମାନେ ସେ କଣ ହବ ନା ଏମିତି ଗୁଡେଇ ହେଇଯିବ, ତାମାନେ ସେମାନେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି। ଆଉ ଗୋଟେ କଥା କି ଉଦ୍ଭିଦ କ୍ଷେତ୍ରରେ ମଧ୍ୟ ଏଇ ସବୁ ଲକ୍ଷଣ ଦେଖାଯାଏ। କୋଉଟା? ଖାଦ୍ୟ ଖାଇଥାଏ ଉଦ୍ଭିଦ, ଛୋଟରୁ ବଡ ବି ହୋଇଥାଏ, ଚଳପ୍ରଚଳ ତ ସେମାନେ କରିପାରନ୍ତିନି, ବଂଶ ବୃଦ୍ଧି କରିଥାନ୍ତି, ଶ୍ୱାସକ୍ରିୟା କରିଥାନ୍ତି, ଆଉ କଣ କରିଥାନ୍ତି ଆଉ ଛୋଟରୁ ବଡ ମଧ୍ୟ ହୋଇଥାନ୍ତି, ବୁଝିଲ। ତାପରେ ଉଦ୍ଭିଦ କ୍ଷେତ୍ରରେ ଯେହେତୁ ସେ ଲକ୍ଷଣ ସବୁ ଦେଖାଯାଉଛି, ତେଣୁକରି ଉଦ୍ଭିଦ ହେଉଛି ଗୋଟେ ଜୀବ, କିନ୍ତୁ ସିଏ ପ୍ରାଣୀ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା, ଆଉ ତାର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ପ୍ରାଣୀ ମାନଙ୍କର ଅଲଗା। ଯେମିତିକି ପ୍ରାଣୀ ମାନଙ୍କର ଅଙ୍ଗ କହିଲେ ତାର ହାତ, ଗୋଡ, କାନ, ନାକ, ବାହ୍ୟ ଅଙ୍ଗ ରହିଲା, ମାନେ କଣ ଅଭ୍ୟନ୍ତରୀଣ ଅଙ୍ଗ ଯୋଉଟା ଭିତରେ ରହୁଛି ସେ ସବୁ ରହିଛି, ବୁଝିଲ। ଆଉ କିନ୍ତୁ ଉଦ୍ଭିଦ କ୍ଷେତ୍ରରେ କଣ ହାତ ରହିଛି କି ଉଦ୍ଭିଦର, ଆଉ ଗୋଡ ରହିଛି କି, ଆଖି ରହିଛି କି, କାନ ରହିଛି କି, ରହିନି। ତାମାନେ ପ୍ରାଣୀ ଆଉ ଉଦ୍ଭିଦର ଅଙ୍ଗ ପ୍ରତ୍ୟଙ୍ଗ କଣ ହେଲା, ସମ୍ପୂର୍ଣ୍ଣ ଅଲଗା। ଆଉ ସେ କଣ କରନ୍ତି, ପ୍ରାଣୀ ମାନେ କଣ କରନ୍ତି ନା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି, କିନ୍ତୁ ଉଦ୍ଭିଦ ମାନେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ନାହିଁ। ସେମାନେ କିନ୍ତୁ ଖାଦ୍ୟ ଖାଇଥାନ୍ତି। ସେମାନେ କେମିତି ଖାଦ୍ୟ ଖାଇଥାନ୍ତି ନା ତା ଚେର ବାଟେ, ମାଟିରେ ଯୋଉ ଜଳ ଆଉ ଖଣିଜ ଲବଣ ସବୁ ଥାଏ ତାକୁ ଚେର ବାଟେ ନେଇକିରି କଣ ସେ ଖାଇଥାନ୍ତି, ମାନେ ଶୋଷଣ କରିକି ନେଇଥାନ୍ତି, ସେଟା ହଉଛି ଖାଦ୍ୟ ଖାଇବା, ବୁଝିଲ। ଉଦ୍ଭିଦ ମାନେ ନିଜ ଖାଦ୍ୟକୁ ନିଜେ ପ୍ରସ୍ତୁତ କରିଥାନ୍ତି, କିନ୍ତୁ ପ୍ରାଣୀ ମାନେ କଣ କରନ୍ତି ନା ନିଜ ଖାଦ୍ୟକୁ ସେମାନେ ପ୍ରସ୍ତୁତ କରିପାରନ୍ତି ନାହିଁ, ବୁଝିଲ। ଉଦ୍ଭିଦ ଯେଉଁ ଖାଦ୍ୟକୁ ତିଆରି କଲା
ପ୍ରାଣୀ ମାନେ ସେଇଟାକୁ ସେ ଖାଇଥାନ୍ତି। ବୁଝିଲ, ଏ ସବୁବେଳେ କଣ କରନ୍ତି ନା ଉଦ୍ଭିଦ ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ବୁଝିପାରିଲ ନା ନାଇଁ? ଉଦ୍ଭିଦ କଣ ପ୍ରାଣୀ କଣ ବୁଝିପାରିଲ ତ? ଯଦି ବୁଝିପାରିଲ, ଏବେ ଆମେ ଉଦ୍ଭିଦର ବିଭିନ୍ନ ଅଂଶ ଏବଂ ତାର କାର୍ଯ୍ୟ ସମ୍ପର୍କରେ ପଢିବା। ମୁଁ ଏଠି ଗୋଟେ ଉଦ୍ଭିଦର ଚିତ୍ରଟେ ଅଙ୍କନ କରିଛି। ଦେଖ, ତୁମେ ମାନେ ମଧ୍ୟ ଏହିଭଳି ଗୋଟେ ଚିତ୍ରଟେ ଅଙ୍କନ କରିକି ତାର କୋଉଟା ଫୁଲ, କୋଉଟା ପତ୍ର, କୋଉଟା ଫଳ, ବୁଝିଲ? ଫଳ ହଉଛି ଏଇଟା, ମୁଁ ଭୁଲରେ ଏଠୁ ନେଇଯାଇଛି। ଏଇଟା ହଉଛି ଫଳ, ବୁଝିଲ? ଏଇଟା ଏଇଠୁ ଏମିତି ଫଳ ଯିବ। କୋଉଟା ଫଳ, କୋଉଟା କାଣ୍ଡ, ମୂଳ, ଚେର, ଶାଖା ମୂଳ, ପ୍ରଧାନ ମୂଳ, ଏହିଭଳି ମାନେ କଣ ଗୋଟେ ଚିତ୍ର ଅଙ୍କନ କରିକି ଏମିତି ସୂଚିତ କରିବ। ପ୍ରଧାନ ମୂଳଟା ଏପଟେ ରହିଥାନ୍ତା, କିନ୍ତୁ ମୋର ଏପଟେ ଜାଗା ହେଲାନି ତ ମୁଁ ଏପଟେ ଲେଖିଦେଇଛି। ବୁଝିଲ, ତୁମେ କିନ୍ତୁ ଗୋଟେ ସାଇଡରେ ଲେଖିବ, ତାପରେ ଏଠି ଲେଖିବେ ଯେମିତି ଲେଖା ହେଇଛି ଉଦ୍ଭିଦର ବିଭିନ୍ନ ଅଂଶ, ସେମିତି ଗୋଟେ ହେଡଲାଇନ କରିବ। ବୁଝିଲ, ପ୍ରଥମେ ଉଦ୍ଭିଦର ବିଭିନ୍ନ ଅଂଶ ଭିତରୁ ଆମେ ପ୍ରଥମେ ଗୋଟେ ଫୁଲ ବିଷୟରେ ପଢିବା। ଉଦ୍ଭିଦ କଣ ତମେ ତ ବୁଝିପାରିଛ? ବୁଝିପାରିଲ, ଉଦ୍ଭିଦ ଗୋଟେ ଜୀବ କି ନିର୍ଜୀବ? ବୁଝିଲ, ଆମେ ଫୁଲ ବିଷୟରେ ପଢିବା। ଉଦ୍ଭିଦର ଫୁଲ, ଉଦ୍ଭିଦ ଆମକୁ ଫୁଲ ଦେଇଥାଏ ନା ନାଇଁ? ଉଦ୍ଭିଦର ସେ ହଉଛି ଗୋଟେ ଅଙ୍ଗ। ଏମାନେ ଫୁଲ, ପତ୍ର, ଫଳ, କାଣ୍ଡ, ମୂଳ, ଚେର, ଶାଖା ମୂଳ, ପ୍ରଧାନ ମୂଳ, ମୂଳରେ ବି ଆଉ ରହିଛି ପ୍ରଶାଖା ମୂଳ। ଇଏ ହଉଛି କଣ ଉଦ୍ଭିଦର ଗୋଟେ ଅଂଶ। ଆଉ ସେଇ ଅଂଶ ବିଷୟରେ ପଢିବା, ଆଉ ସେ ଅଂଶର କାର୍ଯ୍ୟ କଣ ସବୁ ରହିଛି ତା ବିଷୟରେ ପଢିବା। ଉଦ୍ଭିଦର ଫୁଲ, ଫୁଲ କଣ କରିଥାଏ? ଫୁଲ କଣ? ଫୁଲ ହେଉଛି ଉଦ୍ଭିଦର ଏକ ମୁଖ୍ୟ ଅଂଶ। ଫୁଲରୁ ଫଳ ଜାତ ହୋଇଥାଏ। ଯଦି ଫୁଲ ନଥାନ୍ତା ତେବେ ଆମର ଫଳ ସୃଷ୍ଟି ହୋଇନଥାନ୍ତା। ଫଳ ସୃଷ୍ଟି ନ ହୋଇଥିଲେ ତା ଭିତରେ ଯୋଉ ମଞ୍ଜି ରହୁଛି ସେ ମଞ୍ଜି ବି ଆମର ନଥାନ୍ତା। ବୁଝିପାରିଲ, ତେଣୁକରି ଫୁଲ ହଉଛି ଉଦ୍ଭିଦର ଗୋଟେ ମେନ୍ ପାର୍ଟ, ମାନେ ମୁଖ୍ୟ ଅଂଶ ହେଲା। ଫୁଲକୁ ଉଦ୍ଭିଦର ଜନନ ଅଙ୍ଗ କୁହାଯାଏ, କାରଣ ଯେହେତୁ ଆମର ଫୁଲରୁ ଆମର ଫଳ ଜାତ ହଉଛି, ଫଳରୁ ପୁଣି ଥରେ ମଞ୍ଜି ସୃଷ୍ଟି ହଉଛି। ସେଇ ମଞ୍ଜି ମାନେ ମାଟିରେ ପଡିଲା ପରେ ସେ କଣ ହଉଛି ନା ପୁଣି ଥରେ ତା ଦେହରେ ଗୋଟେ ଗଛଟି ଅଙ୍କୁରିତ ହେଉଛି। ଛୋଟ ଗଛ ଧୀରେ ଧୀରେ ବିରାଟ ବଡ ବୃକ୍ଷରେ ପରିଣତ ହେଇକି ପୁଣି ଥରେ ସିଏ ଫୁଲ ଫଳ ଦଉଛି, ପୁଣି ମଞ୍ଜି ବି ଦଉଛି। ସେଥିପାଇଁ କି ଯେହେତୁ ଇଏ ଫୁଲରୁ ଷ୍ଟାର୍ଟ ହଉଛି, ସେଥିପାଇଁ କି ଫୁଲ ହେଉଛି ଗୋଟେ କଣ ଜନନ ଅଙ୍ଗ। ଫୁଲ ବିଭିନ୍ନ ପ୍ରକାରର ହୋଇଥାଏ। ବୁଝିଲ, ଫୁଲ ଆମର ବିଭିନ୍ନ ପ୍ରକାରର ହୋଇଥାଏ। ଏବେ ପଢିବା ଆମେ ଫୁଲର କାର୍ଯ୍ୟ। ଫୁଲ କଣ କରିଥାଏ ନା ଫଳ ପ୍ରସ୍ତୁତି କରିଥାଏ, ଆକର୍ଷିତ କରିଥାଏ ସମସ୍ତଙ୍କୁ, କୀଟ ପତଙ୍ଗଙ୍କୁ ଆକର୍ଷିତ କରିଥାଏ, ଯାହାଦ୍ୱାରା କି ସେମାନେ ମଧୁ ସଂଗ୍ରହ କରିକି ସେମାନେ ବଞ୍ଚିଥାନ୍ତି। ବୁଝିଲ, ତାପରେ ପରାଗ ସଙ୍ଗମ ବି ହୋଇଥାଏ ଫୁଲରେ। ତମେ ସେଟା ଉଚ୍ଚ କ୍ଲାସକୁ ଗଲେ ପଢିବ। ସୌନ୍ଦର୍ଯ୍ୟ ମାନେ ଫୁଲ ଦ୍ଵାରା କଣ ସୌନ୍ଦର୍ଯ୍ୟ ଓ ବାସ୍ନାକୁ ସେ ପ୍ରଦାନ କରିଥାଏ। ତାର ସୁଗନ୍ଧରେ ସେ ଚତୁର୍ଦିଗକୁ ମହକାଇ ଦେଇଥାଏ। ଏବେ ଆମେ ଫଳ ସମ୍ପର୍କରେ ପଢିବା। ଫଳ କହିଲେ କଣ? ଫଳ ହେଉଛି ଉଦ୍ଭିଦର ସେମିତି ଗୋଟେ ମୁଖ୍ୟ ଅଂଶ, ଯୋଉଟା କି ଉଦ୍ଭିଦର ଯାହାକୁ ଆମେ ଜନନ ଅଙ୍ଗ ବୋଲି କହିଥାଉ। ବୁଝିଲ, କାରଣ ଫଳ ଦେହରୁ ମଞ୍ଜି ସୃଷ୍ଟି ହେଇଥାଏ। ପୁଣି ଯେମିତି ଫୁଲରୁ ଯେମିତି ଫଳ ଜାତ ହେଲା, ତାପରେ ମଞ୍ଜି ସୃଷ୍ଟି ହେଲା, ଏମିତି ଫଳରୁ ମଞ୍ଜି ସୃଷ୍ଟି ହେଲା ପରେ ସେ ଧୀରେ ଧୀରେ ଛୋଟ ଗଛ ସୃଷ୍ଟି ହୁଏ, ପୁଣି ଥରେ ବଡ ଗଛ ସୃଷ୍ଟି ହୁଏ। ତେଣୁକରି ସେ ଫଳ ହେଉଛି ଉଦ୍ଭିଦର ଜନନ ଅଙ୍ଗ। ଫଳର କାର୍ଯ୍ୟ କଣ? ସେ ଫଳ ମଧ୍ୟରେ ଖାଦ୍ୟ ସଞ୍ଚିତ ହୋଇକି ରହିବ। ତାପରେ ସେ ଫଳ କଣ କରିବ? ଗୋଟେ ଆବରଣ ପ୍ରଦାନ କରିବ ମଞ୍ଜିକୁ। ବୁଝିଲ, ସେ ତାକୁ ମଞ୍ଜିକୁ ନିରାପଦରେ ଅର୍ଥାତ୍ ଆବରଣ କରି ରଖିଥାଏ, ଯାହାଦ୍ୱାରା ଫଳ ମଧ୍ୟରେ ମଞ୍ଜି ବଢିକିରି ପାକଳ ହୁଏ। ବୁଝିଲ, ତାପରେ ମଞ୍ଜି ପୁଣି ଆଉ ଥରେ ନୂଆ ଗଛ ସୃଷ୍ଟି କରେ। ତାପରେ ଧୀରେ ଧୀରେ ଉଦ୍ଭିଦର ବଂଶ ବିସ୍ତାର ହୋଇଥାଏ। ଏବେ ଆମେ ବୁଝିପାରିଲ ତ? ଯାହା ସବୁ ଡାଉଟ ରହିବ ମତେ କମେଣ୍ଟ ମାଧ୍ୟମରେ ଜଣାଇବ। ପତ୍ର କଣ? ପତ୍ର ହେଉଛି ଭିତରେ ଆମର ରହିଥାଏ ଛୋଟ 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 କିମ୍ବା ବଡ ପତ୍ର ସବୁ ରହିଥାଏ। ତାହା କଣ ହେଇଥାଏ ନା ଗୋଟେ ବୃନ୍ତ ଦ୍ଵାରା ଉଦ୍ଭିଦ ସହିତ ଲାଗିକି ରହିଥାଏ। ବୃନ୍ତ କହିଲେ କଣ? ଦେଖ, ମୁଁ ଗୋଟେ ପତ୍ର ଅଛି, ମାନେ ଗୋଟେ ଉଦ୍ଭିଦର ଧର ଶାଖା ପ୍ରଶାଖା ଡାଳ ଯୋଉ ଯାଇଥାଏ, ସେ କଣ ହେଇଥାଏ ନା ସେଇ ପତ୍ରଟା ଏଇଠି ଯୋଉ ପତ୍ରର ଯୋଉ ଅଗ୍ରଭାଗ ସବୁ ରହିଥାଏନି, ଶେଷ ଭାଗ ଯୋଉଟା ଉଦ୍ଭିଦକୁ ଲାଗିକି ରହିଥାଏ, ସେଟାକୁ ବୃନ୍ତ କହନ୍ତି। କଣ ହେଲା ନା ପ୍ରାୟ ସମସ୍ତ ଉଦ୍ଭିଦର ଛୋଟ କିମ୍ବା ବଡ ପତ୍ର ଥାଏ, ବୃନ୍ତ ଦ୍ଵାରା ଏହା ଉଦ୍ଭିଦ ସହ ଲାଗି ରହିଥାଏ। ପତ୍ରର ରଙ୍ଗ ସବୁଜ ହୋଇଥାଏ। ପତ୍ରର ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ, ଯେମିତିକି ସରୁ ପତ୍ର ଅଛି, ଲମ୍ବା ପତ୍ର ଅଛି, ଅଣ୍ଡାକାର, ବୃତ୍ତାକାର, ଚଉଡା ପତ୍ର ବି ରହିଛି। ବୁଝିଲ, ଆଉ ପତ୍ରର କାର୍ଯ୍ୟ ସମ୍ପର୍କରେ ଆମେ ଏବେ ପଢିବା। ପତ୍ରର କାର୍ଯ୍ୟ କଣ? ପତ୍ର କଣ କରେ ନା ଆଲୋକ ଶକ୍ତିକୁ ବ୍ୟବହାର କରିକି ଖାଦ୍ୟ ପ୍ରସ୍ତୁତ କରେ। ବୁଝିଲ, ଏବଂ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସମସ୍ତ ଜୀବଜଗତକୁ ପ୍ରଦାନ କରେ। ଜୀବଜଗତକୁ ଏଇଥିପାଇଁ ପ୍ରଦାନ କରେ କାରଣ ଜୀବମାନେ ଯୋଉ ଆମର ପ୍ରାଣୀକୁଳ ରହିଛନ୍ତି, ସେମାନେ ନିଜ ଖାଦ୍ୟକୁ ନିଜେ କରିପାରିବେ। ପତ୍ରରେ ଥିବା ଅସଂଖ୍ୟ ଛୋଟ ଛୋଟ ଛିଦ୍ର, ପତ୍ରରେ ଛୋଟ ଛୋଟ ସବୁ ଛିଦ୍ର ଥାଏ, ତାକୁ ଷ୍ଟୋମ ବୋଲି କୁହାଯାଏ। ସେଇ
ଛିଦ୍ର ଦ୍ୱାରା ଉଦ୍ଭିଦ କ'ଣ କରେ ନା ବାୟୁମଣ୍ଡଳରୁ ଅମ୍ଳଜାନକୁ ଗ୍ରହଣ କରିକି ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ। ସେ ଶୋଷଣ କରିଥାଏ। ଶୋଷଣ କ'ଣ ଯୋଉଟାକି ଶ୍ୱାସ ସେଇଟାକୁ ତମେ ଉଚ୍ଚ ଶ୍ରେଣୀରେ ପଢିବ। ଏହି ଛିଦ୍ର ଗୁଡ଼ିକ ଦ୍ୱାରା ଉଦ୍ଭିଦ ଶରୀରରୁ ଅତ୍ୟଧିକ ଜଳକୁ କ'ଣ କରେ ନା ଜଳୀୟ ବାଷ୍ପ ଆକାରରେ ମାନେ କ'ଣ ବାହାରକୁ ଛାଡ଼ିଥାଏ ବା ବାୟୁମଣ୍ଡଳକୁ ଛାଡ଼ିଥାଏ। ତାକୁ ଉତ୍ସେଦନ ବୋଲି କୁହାଯାଏ। ଏ ସମ୍ପର୍କରେ ତୁମେ ଷଷ୍ଠ ସପ୍ତମ ଶ୍ରେଣୀରେ ଟିକେ ଭଲ ଭାବରେ ଜାଣିବ। ବୁଝିଲ। ଆଉ ଆଲୋକ ଶ୍ଳେଷଣ ଏ ଯୋଉ ଖାଦ୍ୟ ପ୍ରସ୍ତୁତି କରୁନି ଆଲୋକ ସବୁ ବ୍ୟବହାର କରିକି ତା ସହିତ ସେ ଖାଦ୍ୟ ପ୍ରସ୍ତୁତ ସମୟରେ ସେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ବି ସଂଗ୍ରହ କରିଥାଏ। ମାଟି ତଳୁ ଜଳ ଆଉ ଖଣିଜ ଲବଣ ମଧ୍ୟ ଶୋଷଣ କରିକିରି ନେଇଥାଏ। ଆଉ ଯେହେତୁ ସେ ଆଲୋକ ଶକ୍ତିକୁ ବିନିଯୋଗ କରିକି ଖାଦ୍ୟ ପ୍ରସ୍ତୁତ କରୁଛି ତେଣୁକରି ସେ ପ୍ରକ୍ରିୟାକୁ ଆମେ ଆଲୋକ ଶ୍ଳେଷଣ ବୋଲି କହିଥାଉ। ଏ ସମ୍ପର୍କରେ ତମେ ଷଷ୍ଠ ସପ୍ତମ ଶ୍ରେଣୀରେ ପଢିବ। ବୁଝିପାରିଲ। ପତ୍ର ତାର ସବୁଜ କଣା ପାଇଁକି ସେ ତାକୁ ମାନେ କ'ଣ ଯେହେତୁ ଖାଦ୍ୟ ପ୍ରସ୍ତୁତ କରିକି ରଖୁଛି ତେଣୁକରି ପତ୍ରକୁ ମଧ୍ୟ କ'ଣ ଗଛର ରୋଷେଇ ଘର ବୋଲି କୁହାଯାଏ। ତେବେ ଏଠୁ କ'ଣ ଶିଖିଲ ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରିକି ଖାଦ୍ୟ ପ୍ରସ୍ତୁତି କରିଥାଏ। ବୁଝିଲ ଦିନ ସମୟରେ ତାପରେ ଆଲୋକ ଶକ୍ତିକୁ ବି ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଥାଏ। କିନ୍ତୁ ରାତିରେ ସେ ଉଦ୍ଭିଦ କ'ଣ କରିଥାଏ ନା ଆମେ ଯେମିତି ବାୟୁମଣ୍ଡଳରୁ ଅମ୍ଳଜାନକୁ ଗ୍ରହଣ କରି ଅଙ୍ଗାରକାମ୍ଳକୁ ଛାଡ଼ିଥାଉ ସେମିତି ଉଦ୍ଭିଦ ମଧ୍ୟ ସାଧାରଣ ମନୁଷ୍ୟ ପରି ବାୟୁମଣ୍ଡଳରୁ ରାତିରେ ବୁଝିଲ ଅମ୍ଳଜାନକୁ ଗ୍ରହଣ କରିଥାଏ। ଆଉ କ'ଣ କରିଥାଏ ନା ଅମ୍ଳଜାନକୁ ଗ୍ରହଣ କରି ଅଙ୍ଗାରକାମ୍ଳକୁ ଛାଡ଼ିଥାଏ। ବୁଝିଲ। ସେ ଯାହା ବି ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼ୁଛି ସେଇଟା ଏଇଥିପାଇଁ ଜଣାପଡ଼େନି କି ସେଇଟାକୁ ସେ ଦିନ ସମୟରେ ଖାଦ୍ୟ ପ୍ରସ୍ତୁତିରେ ବିନିଯୋଗ କରିଦେଇଥାଏ। ବୁଝିପାରିଲ। ଏବେ ଆମେ ବୃକ୍ଷର ଆଉ ଗୋଟେ ଅଙ୍ଗ ପଢିବା ସେ ହଉଛି କ'ଣ ନା କାଣ୍ଡ। ଏବେ ଆମେ କାଣ୍ଡ ସମ୍ପର୍କରେ ପଢିବା। କାଣ୍ଡ କ'ଣ ଜାଣିବା କାଣ୍ଡର କାର୍ଯ୍ୟ କ'ଣ ଜାଣିବା। ଦେଖ ଗୋଟିଏ ଉଦ୍ଭିଦର ଯେଉଁ ଅଂଶ ତାର ଗଜା ଗୋଟେ ମଞ୍ଜି ପଡ଼ିଲା ସେଇ ଗଜାରୁ ବାହାରିକିରି କ'ଣ ହେଇଥାଏ ନା ମାଟି ଉପରେ ସିଧା ସିଧା ଭାବେ ବଢିଯିବ ହେଲା ସେଇଟାକୁ ଆମେ କାଣ୍ଡ ବୋଲି କହିଥାଉ। କାଣ୍ଡର କ'ଣ କାଣ୍ଡ ବିଭିନ୍ନ ପ୍ରକାରର ହୋଇଥାଏ ଯେପରିକି ସବଳ କାଣ୍ଡ ଆଉ ଗୋଟେ ହେଉଛି ଦୁର୍ବଳ କାଣ୍ଡ। ସବଳ କାଣ୍ଡ କହିଲେ ଆମ୍ବ ପଣସ ନଡ଼ିଆ ମାନେ କ'ଣ ଆଉ ରହିଲା ତ ବୁଝିପାରିଲ ଏମିତି ବିଭିନ୍ନ ପ୍ରକାରର ସବଳ କାଣ୍ଡ ରହିଛି ଯୋଉଟାକି ହାତକୁ ଟାଣ ଲାଗେ। ଆଉ କଖାରୁ ପୋଇ କଲରା ଆଦି ଦୁର୍ବଳ କାଣ୍ଡ ଯୋଉଟାକି ମାନେ ହାତକୁ ଟିକେ ନରମ ଲାଗୁଥିବ ହେଲା। ଆଉ ସେ ଯୋଉ ଗଛକୁ ସିଧା କରିକି ସିଧା କରିକି ରଖିବା ପାଇଁକି ଗୋଟେ ରଞ୍ଜା କହନ୍ତି ଯାହାକୁ ରଞ୍ଜା ବା ଅନ୍ୟର ସାହାଯ୍ୟ ଦେବାକୁ ପଡ଼ିବ। ବୁଝିଲ। କିଛି ଗୋଟେ ଏମିତି ଝାଟି ଦିଆଯାଏ ଆଉ ଯୋଉ କିଛି ଗୋଟେ ବାଡ଼ି ଫାଡ଼ି ଦେଇକିରି ତାକୁ କ'ଣ କରାଯାଏ ନା ସଳଖ କରି ରଖାଯିବ। ସେମାନେ ସଳଖ ହେଇକି ରହିପାରିବେନି ତାକୁ ସଳଖ କରି ରଖିବା ପାଇଁକି ରଞ୍ଜା ଦିଆଯାଏ। ବୁଝିଲ। ସେଗୁଡ଼ାକ ହେଉଛି କ'ଣ ଦୁର୍ବଳ କାଣ୍ଡ। ଏବେ କାଣ୍ଡର କାର୍ଯ୍ୟ କ'ଣ ପଢିବା। ଉଦ୍ଭିଦର ପତ୍ର ଫୁଲ ଫଳ ଆଦିକୁ ଧରି ରଖିବା ହେଉଛି କାଣ୍ଡର କାମ। ସେ ମୂଳ ଦ୍ୱାରା ଯୋଉ ଶୋଷିତ ଜଳ ଆଉ ଖଣିଜ ଲବଣ ତାକୁ କ'ଣ କରେ ନା ପରିବହନ କରିକିରି ସେ ପତ୍ରକୁ ପଠେଇଥାଏ। ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ପରିବହନ କରିକି ସେ ବିଭିନ୍ନ ଅଂଶକୁ ପଠେଇବ। ଏସବୁ ହେଉଛି କାଣ୍ଡର କାର୍ଯ୍ୟ। ଅଦା ଆଳୁ ଓଲୁଅ ପିଆଜ ଇତ୍ୟାଦି ହେଉଛି ରୂପାନ୍ତରିତ କାଣ୍ଡ ଗୁଡ଼ିକ ଖାଦ୍ୟ ସଞ୍ଚୟ କରିଥାନ୍ତି। ଏବେ ତମେ ଯଦି କାଣ୍ଡ କଥାଟା ବୁଝିପାରିଲ ତାହେଲେ ଏବେ ଚାଲ ଆମେ ମୂଳ ବିଷୟରେ ପଢିବା। ମୂଳ କ'ଣ ମୂଳ ହେଉଛି ମାଟି ତଳେ ଥାଏ। ତେବେ ତାର ଡେଫିନେସନ ହେଉଛି ଗଛର ଯେଉଁ ଅଂଶ ମାଟି ତଳେ ଥାଏ ତାହାକୁ ଚେର ବା ମୂଳ କୁହାଯାଏ। ମୂଳ ବିଭିନ୍ନ ପ୍ରକାରର ରହିଛି ଆଉ ତୁମେ ସେ ସମ୍ପର୍କରେ ଉଚ୍ଚ ଶ୍ରେଣୀରେ ପଢିବ ହେଲା। ମୂଳରୁ ଯେଉଁ ସରୁ ସରୁ ଶାଖା ପ୍ରଶାଖ ବାହାରିଥାଏ ତାହାକୁ ଶାଖା ଚେର କୁହାଯାଏ। ଗଛର ଉପର ଅଂଶରୁ ଯେଉଁ ଅଂଶ ମାଟି ତଳକୁ କ୍ରମେ ସରୁ ହୋଇକି ବଢିଥାଏ ତାହାକୁ ପ୍ରଧାନ ମୂଳ କହନ୍ତି। ଗୋଟେ ଗଛକୁ ଉପାଡ଼ି ଦେଲେ ତାର ଯୋଉଠି ମାନେ କ'ଣ ଗୋଟେ ମଝିରେ ଗୋଟେ ମୋଟା ହେଇକିରି ଗୋଟେ ବାହାରିଥାଏ ଚେରଟେ ତାପରେ ସେ ସରୁ ସରୁ ହେଇକିରି ତଳକୁ ଲମ୍ବିଥାଏ ସେ ଗୋଟେ କହୁଛି ତାର ପ୍ରଧାନ ମୂଳ। ଗଛର ମୂଳରୁ ଯେଉଁ ଗୁଚ୍ଛାଏ ମାନେ ଗୋଟେ ଗଛର ମୂଳରୁ ଉଳାଇକିରି ଯଦି ଗଛ ସରୁ ସରୁ ହେଇକିରି ଯଦି ଆମର ମାନେ ଚେର ବାହାରିଲା ତାହେଲେ ତାକୁ ଆମେ ଗୁଚ୍ଛ ମୂଳ କହିବା। ଯେମିତିକି ନଡ଼ିଆ ଆଉ ଗୁଆ ଏସବୁ ହଉଛନ୍ତି କ'ଣ ଗୋଟେ ଗୁଚ୍ଛ ମୂଳ। ତେବେ ମୂଳର କାର୍ଯ୍ୟ କ'ଣ ରହିଛି। ମୂଳର କାର୍ଯ୍ୟ ହେଉଛି ମୂଳ ଉଦ୍ଭିଦକୁ ମାଟି ସହ ଜାବୁଡ଼ି ଧରି ରଖିଥାଏ ଓ
ମୂଳ ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ରୂପାନ୍ତରିତ ମୂଳ ଖାଦ୍ୟ ସଞ୍ଚୟରେ ସାହାଯ୍ୟ କରେ, କାଣ୍ଡକୁ ଆଶ୍ରା ମଧ୍ୟ ଦେଇ। ବୁଝିପାରିଲ? ତ ପିଲାମାନେ ଆଜିର ଏ କାଳାଂଶରେ ଆମେ କଣ ପଢିଲେ ନା ପ୍ରାଣୀ ଓ ଉଦ୍ଭିଦ ବିଷୟରେ ଜାଣିଲେ। ପ୍ରାଣୀ ମାନେ କେମିତି, ଉଦ୍ଭିଦ ମାନେ କେମିତି, ସେ ବିଷୟରେ ଜାଣିଲେ। ତାପରେ ଉଦ୍ଭିଦର ଯୋଉ ବିଭିନ୍ନ ଅଂଶ ରହିଛି ତାର ଚିତ୍ର ଦେଖିଲେ, ଚିତ୍ର ମାଧ୍ୟମରେ ତାକୁ ଦେଖିଲେ, ଆଉ ତାର କାର୍ଯ୍ୟ କଣ ସେ ବିଷୟରେ ମଧ୍ୟ ଜାଣିଲେ। ତ ପିଲାମାନେ ମୋର ଏହି ଭିଡିଓଟି ତୁମମାନଙ୍କୁ କିପରି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ମୋର ଏହି ଭିଡିଓ ତୁମମାନଙ୍କୁ ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍ କରିବେ ଏବଂ ତୁମ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିଦେବ, ଯାହାଦ୍ୱାରା କି ସେମାନେ ମଧ୍ୟ କିଛି ଶିଖିପାରିବେ, ସେମାନେ ଏହି ଭିଡିଓ ଦ୍ୱାରା କିଛି ଉପକୃତ ହୋଇପାରିବେ। ତ ଗୋଟେ ସବସ୍କ୍ରାଇବ ମଧ୍ୟ କରିଦିଅ ଚ୍ୟାନେଲଟିକୁ, ଯାହାଦ୍ୱାରା କି ମୁଁ ଯେଉଁ ଭିଡିଓ ସବୁ ଅପଲୋଡ କରିବି ତାହା ତୁମମାନଙ୍କ ପାଖରେ ପହଞ୍ଚିଯିବ। ଏବେ ରହୁଛି, ଜୟ ଜଗନ୍ନାଥ।